ଶାଗୁଣା ସମସ୍ତଙ୍କ ମାଂସ ଖାଏ, କିନ୍ତୁ ଶାଗୁଣା ମାଂସ କେହି ଖାଆନ୍ତି ନାହିଁ। ଠିକ୍ ସେହିପରି କିଛି ଲୋକ କେବଳ ନେଲା ବେଳକୁ ନିଜର ହୋଇଯାଆନ୍ତି, ଦେଲା ବେଳକୁ ସ୍ୱାର୍ଥପର ହୋଇଯାଆନ୍ତି। ମାନ କି ସମ୍ମାନ ଦେବା ବେଳେ ବିଚାର କରିଦେବା ଆବଶ୍ୟକ। କିଛି ଲୋକ ଟିକେ ସମ୍ମାନ ପାଇଲେ ନିଜକୁ ସମ୍ରାଟ ଭାବି ନିଅନ୍ତି, ଆଉ ସମ୍ମାନ ଦେଉଥିବା ଲୋକଙ୍କୁ ଛୋଟ ଭାବିବାକୁ ଲାଗନ୍ତି। କ୍ରୋଧକୁ ପ୍ରେମରେ, ଖରାକୁ ଉତ୍ତମତାରେ, ସ୍ୱାର୍ଥକୁ ଉଦାରତାରେ ଏବଂ ମିଛୁଆଙ୍କୁ ସତ୍ୟରେ ଜିତିବାକୁ ଚେଷ୍ଟା କର। ଯଦି ତଥାପି କିଛି ବଦଳୁ ନାହିଁ, ତେବେ ଏମାନଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କର। ଜୀବନ ଖୁସିରେ କଟିବ। ଧୋକା ଦେଲେ ପ୍ରେମ ମରିଯାଏ, କିନ୍ତୁ ଧୋକା କେବେ ମରିନଥାଏ। ଆଜି ତୁମେ କାହାକୁ ଧୋକା ଦେବ, କାଲି ତୁମକୁ ଆଉ କେହି ନିଶ୍ଚୟ ଧୋକା ଦେବ। ଭଲ ଅପେକ୍ଷା କରିବା ଦ୍ୱାରା ଆସିନଥାଏ, ବରଂ ବର୍ତ୍ତମାନର ସମୟକୁ ଠିକ୍ ସେ ଉପଯୋଗ କରିବା ଦ୍ୱାରା ଆସିଥାଏ। ପୁରାଣ କୁହେ, ନାରୀ ମାୟା ତ ନାରାୟଣକୁ ବି ଅଗୋଚର। ମୁଁ ପଚାରୁଛି, କିଏ ଏହିପରି ପୁରାଣ ଲେଖନ୍ତି? ସିଏ ପୁରୁଷ ହେଉ କି ନାରୀ। କ'ଣ ତାଙ୍କ ମନ କଥା ସହଜରେ ଜାଣିହେବ? ନା ଆଜ୍ଞା, ଜଣେ ନ କହିବା ପର୍ଯ୍ୟନ୍ତ କେହି ବି କାହା ମନ କଥା ଜାଣିପାରିବେ ନାହିଁ। ଏବଂ ସବୁଠାରୁ ବଡ଼ କଥା ଏହା କି ଆଗକାଳର ନାରୀମାନେ ବାପ ଘରେ କିମ୍ବା ଶାଶୁ ଘରେ ବନ୍ଦୀ ଭଳି ଜୀବନ କାଟୁଥିଲେ। ବାପାର ସମ୍ମାନକୁ ଡରି ବାହାରକୁ ଯାଆନ୍ତି ନାହିଁ ଏବଂ ଶାଶୁ ଶ୍ୱଶୁରଙ୍କ ଡରରେ ନିଜର ସ୍ୱାଧୀନତାକୁ ହରାଇ ଦେଇଥାନ୍ତି। କାରଣ ସେତେବେଳର ସମାଜ ବି ସେହିପରି ଥିଲା। ବୋଧହୁଏ ସେଥିପାଇଁ ସେ ନିଜ ଦୁଃଖ କଷ୍ଟକୁ ଲୁଚେଇ ଦେଇ ମୁହଁରେ ହସ ରଖୁଥିଲା। କେହି ସ୍ନେହରେ ପିଠି ଥାପୁଡ଼େଇ ଦେଲେ ସେ କାନ୍ଦି ପକାଉଥିଲା। ସେଥିପାଇଁ ସେମାନଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ନାରୀଙ୍କ ଭାବନା ଉପରେ ସମାଲୋଚନା କରୁଥିବା ସେହି ପଣ୍ଡିତମାନଙ୍କୁ ମୋର ପ୍ରଶ୍ନ, କ'ଣ ନାରୀମାନେ କେବଳ ସମାଲୋଚନାର ପାତ୍ରୀ? ଯାହାକୁ ଯେମିତି ପ୍ରକାରେ ଚାହିଁବ ସେମିତି କଳଙ୍କିନୀ ବା ପ୍ରତାରଣାକାରୀ ସଜେଇ ଦେବ? ଏହି ସମାଜ ଆଜି କିଛି ମାତ୍ରାରେ ବଦଳିଛି ନିଶ୍ଚୟ, ଏବଂ ଏହା ମଧ୍ୟ ଆଉ ଏକ ସତ୍ୟ ଅଟେ କି କିଛି ନାରୀମାନେ ଏହାର ଖରାପ ଫାଇଦା ମଧ୍ୟ ଉଠାଉଛନ୍ତି। କିନ୍ତୁ ଏହାର ଅର୍ଥ ଏହା ବିଲକୁଲ ବି ନୁହେଁ କି ସମ୍ପୂର୍ଣ୍ଣ ନାରୀ ଜାତିକୁ ଅସମ୍ମାନ କରାଯିବ। କିଛି ମଣିଷ ବିଲେଇ ଭଳି ହୋଇଥାନ୍ତି। ଆଖି ବୁଜି କ୍ଷୀର ପିଅନ୍ତି, ଭାବନ୍ତି ତାଙ୍କୁ କେହି ଧରିପାରିବେ ନାହିଁ। ସାମ୍ନାରେ ଭଲ କଥା କହି ପଛରେ ଚେର କାଟନ୍ତି, ଭାବନ୍ତି କି ତାଙ୍କୁ କେହି ଚିହ୍ନି ପାରିବେ ନାହିଁ। ସିଏ ସାମ୍ନା ମଣିଷର ବଡ଼ପଣ ହୋଇଥାଏ କି ଏସବୁ ଜାଣିକି ବି ଅଣଦେଖା କରିଦିଅନ୍ତି। ଅନ୍ଧାରରେ ଯେବେ ଆମେ ଟର୍ଚ୍ଚର ଆଲୋକରେ ଆଗକୁ ବଢ଼ିଥାଏ, ଆମକୁ ଏହା ଭ୍ରମ ହୋଇଥାଏ କି ଆମେ ଆଲୋକକୁ ସାଙ୍ଗରେ ନେଇକି ଯାଉଛେ, ଯେତେବେଳେ କି ସତ ଏହା ହୋଇଥାଏ କି ଆମେ ଆଲୋକକୁ ନୁହେଁ, ବରଂ ଆଲୋକ ଆମକୁ ନେଇ ସାଙ୍ଗରେ ଯାଉଛି। ଧର୍ମ ଯାହା ବି ହୋଇଥାଉ, କର୍ମ ଠିକ୍ ହେବା ଦରକାର। କାରଣ ଫଳ ଧର୍ମ ଅନୁଯାୟୀ ନୁହେଁ, ବରଂ କର୍ମ ଅନୁଯାୟୀ ମିଳିଥାଏ। ତୁଳନା କରିବା ଛାଡ଼ି ଦିଅ। ତୁଳନାର ଖେଳରେ କିଛି ବି ହାସଲ ହୁଏ ନା। ଯେଉଁଠାରେ ତୁଳନା ଆରମ୍ଭ ହୁଏ, ସେଠାରୁ ଖୁସି ଏବଂ ଆପଣାପଣ ଦୂରେଇ ଯାଏ। ଠିକ୍ ନିର୍ଣ୍ଣୟ ମଧ୍ୟ ଭୁଲ ଫଳ ଦେଇପାରେ ଯଦି ତାହା ଠିକ୍ ସମୟରେ ନିଆଇ ନଯାଏ। ଉପରବାଲାର ଗୋଟିଏ ନିୟମ, ଯାହା ଆପଣ ଅନ୍ୟକୁ ଦେବେ ତାହା ଆପଣଙ୍କ ପାଖରେ ବହୁତ ବଢ଼ିବ। ତେଣିକି ତାହା ଧନ ହେଉ, ଇଜ୍ଜତ ହେଉ କି ପ୍ରେମ ହେଉ। ଜନ୍ମ ମିଳିବା ଭାଗ୍ୟର କଥା, ମୃତ୍ୟୁ ମିଳିବା ସମୟର କଥା, କିନ୍ତୁ ମୃତ୍ୟୁ ପରେ ବି ଜୀବନ ମିଳିବା ଏହା କେବଳ ଭଲ କର୍ମର କଥା। ଅନ୍ୟ ବିଷୟରେ ଖରାପ ଗପିଲେ ନିଜର ଭୂମିକା କେବେ ଭଲ ହୁଏ ନା। ମଣିଷ କେଉଁ କଥାରେ ହସୁଛି ସେଇ କଥାରୁ ଜଣାପଡ଼େ ମଣିଷର ଚରିତ୍ର ଭଲ କି ଖରାପ। ଯିଏ ମିଛ ପ୍ରେମ କରିବ ସେ ଏହି କଥା ଶୁଣିଲେ ବିରକ୍ତ ହେବ। ବିବାହ କଥା ଏବଂ ତୁମକୁ ନେଇ ଭବିଷ୍ୟତ କଥା।